हेलो फ्रेंड्स वेलकम बैक टू माय चैनल। এই ভিডিওରେ ଜିଓଗ୍ରାଫିର କିଛି ଇମ୍ପୋର୍ଟାଣ୍ଟ ଏମସିକ୍ୟୁର ଆନ୍ସର କରିବା ଯାହାକି ବୋର୍ଡ ଏକ୍ଜାମ ପାଇଁ ହେଲ୍ପଫୁଲ ରହିବ। ଫାର୍ଷ୍ଟ କ୍ୱେଶ୍ଚନ, ଦେଶର ସମୃଦ୍ଧି ଓ ବିକାଶ ମୁଖ୍ୟତଃ କାହା ଉପରେ ନିର୍ଭର କରିଥାଏ? ଏହାର କରେକ୍ଟ ଆନ୍ସର ହେଉଛି ଅପସନ ସି, ଜାତୀୟ ସମ୍ବଳ। ନେକ୍ସଟ କ୍ୱେଶ୍ଚନ, ମାଲିକାନା ଅନୁସାରେ ଦେଶର ଭୌଗୋଳିକ ସୀମାରେଖା ମଧ୍ୟରେ ଥିବା ସମସ୍ତ ସମ୍ବଳକୁ କେଉଁ ସମ୍ବଳ କୁହାଯାଏ? ଏହାର କରେକ୍ଟ ଆନ୍ସର ହେଉଛି ଅପସନ ଏ, ଜାତୀୟ ସମ୍ବଳ। ନେକ୍ସଟ କ୍ୱେଶ୍ଚନ, ଓଡ଼ିଶାରେ ହେଉଥିବା ସ୍ଥାନାନ୍ତରିତ କୃଷିର ନାମ କ'ଣ? ଏହାର କରେକ୍ଟ ଆନ୍ସର ହେଉଛି ଅପସନ ଏ, ପୋଡୁ ଚାଷ। ନେକ୍ସଟ କ୍ୱେଶ୍ଚନ, ଭାରତର ମୂଳ ଭୂଖଣ୍ଡର ଦକ୍ଷିଣତମ ସ୍ଥାନଟିର ନାମ କ'ଣ? ଏହାର କରେକ୍ଟ ଆନ୍ସର ହେଉଛି ଅପସନ ଏ, ଇନ୍ଦିରା ପଏଣ୍ଟ। ନେକ୍ସଟ କ୍ୱେଶ୍ଚନ, ଭାରତ ପୃଥିବୀର ସମୁଦାୟ ଆୟତନର ପ୍ରାୟ ଶତକଡ଼ା କେତେ ଭାଗ? ଏହାର କରେକ୍ଟ ଆନ୍ସର ହେଉଛି ଅପସନ ଏ, 2.4। ନେକ୍ସଟ କ୍ୱେଶ୍ଚନ, ଭାରତରେ 1 ବର୍ଷରୁ 5 ବର୍ଷ ପର୍ଯ୍ୟନ୍ତ କୃଷି କାର୍ଯ୍ୟ ନ ହେଉଥିବା ପତିତ ଭୂମିକୁ କ'ଣ କୁହାଯାଏ? ଏହାର କରେକ୍ଟ ଆନ୍ସର ହେଉଛି ଅପସନ ବି, ପୁରୁଣା ପତିତ ଭୂମି। ନେକ୍ସଟ କ୍ୱେଶ୍ଚନ, ଭାରତରେ କେଉଁ ରାଜ୍ୟରେ ସର୍ବାଧିକ ଚାରଣ ଭୂମି ଦେଖାଯାଏ? ଏହାର କରେକ୍ଟ ଆନ୍ସର ହେଉଛି ଅପସନ ଡି, ହିମାଚଳ ପ୍ରଦେଶ। ନେକ୍ସଟ କ୍ୱେଶ୍ଚନ, ଓଡ଼ିଶାରେ ହେଉଥିବା ସ୍ଥାନାନ୍ତରିତ କୃଷିର ନାମ କ'ଣ? ଏହାର କରେକ୍ଟ ଆନ୍ସର ହେଉଛି ଅପସନ ଏ, ପୋଡୁ ଚାଷ। ନେକ୍ସଟ କ୍ୱେଶ୍ଚନ, ଗାଙ୍ଗେୟ ସମତଳ ଭୂମିରେ ଥିବା ପୁରାତନ ପଟ୍ଟମୃତ୍ତିକାକୁ କ'ଣ କୁହାଯାଏ? ଏହାର କରେକ୍ଟ ଆନ୍ସର ହେଉଛି ଅପସନ ଏ, ଭାଙ୍ଗର। ନେକ୍ସଟ କ୍ୱେଶ୍ଚନ, ଭାରତରେ କେଉଁ ମୃତ୍ତିକା ଶୁଷ୍କ ଓ ଅର୍ଦ୍ଧଶୁଷ୍କ ଜଳବାୟୁ ଅଞ୍ଚଳରେ ଦେଖାଯାଏ? ଏହାର କରେକ୍ଟ ଆନ୍ସର ହେଉଛି ଅପସନ ଏ, ମରୁସ୍ଥଳୀ ମୃତ୍ତିକା। ନେକ୍ସଟ କ୍ୱେଶ୍ଚନ, ନିମ୍ନଲିଖିତ କେଉଁ ରାଜ୍ୟରେ ସର୍ବନିମ୍ନ ମୃତ୍ତିକା କ୍ଷୟ ହୋଇଥାଏ? ଏହାର କରେକ୍ଟ ଆନ୍ସର ହେଉଛି ଅପସନ ସି, ପଞ୍ଜାବ। ନେକ୍ସଟ କ୍ୱେଶ୍ଚନ, ଜୈବମଣ୍ଡଳ ମହାସାଗରରେ ପ୍ରାୟ କେତେ ମିଟର ଗଭୀରତା ପର୍ଯ୍ୟନ୍ତ ବିସ୍ତୃତ? ଏହାର କରେକ୍ଟ ଆନ୍ସର ହେଉଛି ଅପସନ ଡି, 11,000। ନେକ୍ସଟ କ୍ୱେଶ୍ଚନ, ବୃଷ୍ଟିପାତ କମ୍ ହୋଇ ତାପମାତ୍ରା ଅଧିକ ଥିବା ଅଞ୍ଚଳରେ କେଉଁ ଅରଣ୍ୟ ଦେଖାଯାଏ? ଏହାର କରେକ୍ଟ ଆନ୍ସର ହେଉଛି ଅପସନ ଡି, ବୁଦାଳିଆ ବନ। ନେକ୍ସଟ କ୍ୱେଶ୍ଚନ, ଦେଶର ସମୁଦାୟ କ୍ଷେତ୍ରଫଳର କେତେ ଭୂମିରେ ଅରଣ୍ୟ ରହିବା ଆବଶ୍ୟକ? ଏହାର କରେକ୍ଟ ଆନ୍ସର ହେଉଛି ଅପସନ ଏ, 1/3। ନେକ୍ସଟ କ୍ୱେଶ୍ଚନ, ଖାଦ୍ୟ ସ୍ତର ଅନୁସାରେ ପ୍ରାଣୀମାନଙ୍କୁ କେତେ ପ୍ରକାରରେ ବିଭକ୍ତ କରାଯାଏ? ଏହାର କରେକ୍ଟ ଆନ୍ସର ହେଉଛି ଅପସନ ଏ, 4 ପ୍ରକାର। ନେକ୍ସଟ କ୍ୱେଶ୍ଚନ, ଓଡ଼ିଶାର କେଉଁଠାରେ କୁମ୍ଭୀର ସଂରକ୍ଷଣ ଯୋଜନା କାର୍ଯ୍ୟକାରୀ ହୋଇଛି? ଏହାର କରେକ୍ଟ ଆନ୍ସର ହେଉଛି ଅପସନ ଡି, ଟିକରପଡ଼ା ଓ ଭିତରକନିକା। ନେକ୍ସଟ କ୍ୱେଶ୍ଚନ, ଗଣ୍ଡାମାନଙ୍କ ପାଇଁ ଆସାମର କେଉଁଠାରେ ଜାତୀୟ ଉଦ୍ୟାନ ରହିଅଛି? ଏହାର କରେକ୍ଟ ଆନ୍ସର ହେଉଛି ଅପସନ ଡି, କାଜିରଙ୍ଗା। ନେକ୍ସଟ କ୍ୱେଶ୍ଚନ, ହୀରାକୁଦ ନଦୀବନ୍ଧ ଯୋଜନା ଦ୍ୱାରା ସର୍ବାଧିକ ଉପକୃତ ରାଜ୍ୟଟି କିଏ? ଏହାର କରେକ୍ଟ ଆନ୍ସର ହେଉଛି ଅପସନ ସି, ଓଡ଼ିଶା। ନେକ୍ସଟ କ୍ୱେଶ୍ଚନ, କାହାପରି ଶିଳା କେବଳ ଗୋଟିଏ ଖଣିଜରେ ତିଆରି? ଏହାର କରେକ୍ଟ ଆନ୍ସର ହେଉଛି ଅପସନ ବି, ଚୂନପଥର। ନେକ୍ସଟ କ୍ୱେଶ୍ଚନ, ଆଗ୍ନେୟ ଓ ରୂପାନ୍ତରିତ ଶିଳାରେ ଖଣିଜ ଅଧିକ ପରିମାଣରେ ଥିଲେ ତାହାକୁ କ'ଣ କୁହାଯାଏ? ଏହାର କରେକ୍ଟ ଆନ୍ସର ହେଉଛି ଅପସନ ଡି, ଲୋଡ। ନେକ୍ସଟ କ୍ୱେଶ୍ଚନ, ଗୋଟିଏ ମୁଖ୍ୟ ଖଣିଜର ଅନ୍ୟାନ୍ୟ ଖଣିଜ ପଦାର୍ଥ ସହ ମିଶ୍ରିତ ଶିଳାକୁ କ'ଣ କୁହାଯାଏ? ଏହାର କରେକ୍ଟ ଆନ୍ସର ହେଉଛି ଅପସନ ଡି, ଖଣିଜ ପଥର। ନେକ୍ସଟ କ୍ୱେଶ୍ଚନ, ଓଡ଼ିଶାରେ କେତେ ଶତକଡ଼ା କ୍ରୋମାଇଟ୍ ଗଚ୍ଛିତ ଅଛି? ଏହାର କରେକ୍ଟ ଆନ୍ସର ହେଉଛି ଅପସନ ବି, 93। ନେକ୍ସଟ କ୍ୱେଶ୍ଚନ, କୋଇଲାର ଅନ୍ୟ ନାମ କ'ଣ? ଏହାର କରେକ୍ଟ ଆନ୍ସର ହେଉଛି ଅପସନ ବି, କୃଷ୍ଣ ହୀରକ। ନେକ୍ସଟ କ୍ୱେଶ୍ଚନ, ଭାରତରେ ପ୍ରାୟ କେତେରୁ ଅଧିକ ତାପଜ ବିଦ୍ୟୁତ କେନ୍ଦ୍ର ଅଛି? ଏହାର କରେକ୍ଟ ଆନ୍ସର ହେଉଛି ଅପସନ ଏ,
310। ନେକ୍ସଟ କ୍ୱେଶ୍ଚନ୍, କାହାକୁ ସ୍ୱର୍ଣ୍ଣତନ୍ତୁ କୁହାଯାଏ? ଏହାର କରେକ୍ଟ ଆନ୍ସର ହେଉଛି ଅପସନ୍ ବି ଝୋଟ। ନେକ୍ସଟ କ୍ୱେଶ୍ଚନ୍, ଯେଉଁ ଶିଳ୍ପର ସର୍ବଶେଷ ଉତ୍ପାଦ ଅନ୍ୟ ଏକ ଶିଳ୍ପର କଞ୍ଚାମାଲ ରୂପେ ବ୍ୟବହୃତ ହୁଏ ତାହାକୁ କେଉଁ ଶିଳ୍ପ କୁହାଯାଏ? ଏହାର କରେକ୍ଟ ଆନ୍ସର ହେଉଛି ଅପସନ୍ ସି ମୌଳିକ ଶିଳ୍ପ। ନେକ୍ସଟ କ୍ୱେଶ୍ଚନ୍, ଲୌହ ଇସ୍ପାତ ଶିଳ୍ପ ଏକ ଡ୍ୟାସ୍ ଶିଳ୍ପ? ଏହାର କରେକ୍ଟ ଆନ୍ସର ହେଉଛି ଅପସନ୍ ଡି ମୌଳିକ ଶିଳ୍ପ। ନେକ୍ସଟ କ୍ୱେଶ୍ଚନ୍, ଜଙ୍ଗଲରୁ ମିଳୁଥିବା କଞ୍ଚାମାଲ ବ୍ୟବହାର କରି ସ୍ଥାପିତ ଶିଳ୍ପକୁ କେଉଁ ଶିଳ୍ପ କୁହାଯାଏ? ଏହାର କରେକ୍ଟ ଆନ୍ସର ହେଉଛି ଅପସନ୍ ବି ଜଙ୍ଗଲ ଭିତ୍ତିକ ଶିଳ୍ପ। ନେକ୍ସଟ କ୍ୱେଶ୍ଚନ୍, ଭାରତର କେଉଁ ରାଜ୍ୟରେ ସର୍ବାଧିକ ରାଜ୍ୟ ରାଜପଥ ଅଛି? ଏହାର କରେକ୍ଟ ଆନ୍ସର ହେଉଛି ଅପସନ୍ ସି ମହାରାଷ୍ଟ୍ର। ନେକ୍ସଟ କ୍ୱେଶ୍ଚନ୍, ଆମ ଦେଶରେ ଡାକ ସେବା କାର୍ଯ୍ୟ କେଉଁ ମସିହାରେ ଡାକ ବିଭାଗ ଦ୍ୱାରା ଆରମ୍ଭ ହୋଇଥିଲା? ଏହାର କରେକ୍ଟ ଆନ୍ସର ହେଉଛି ଅପସନ୍ ସି 1854।